ଆମେ ଆଜି ସଜବାଜ ହେଇସାରିଥିଲୁ। ଆମ ବାବୁ ଆସିକି ପଚାରୁଛନ୍ତି ତୁମେ କୁଆଡ଼େ ଯାଉଛ? ଆମେ କହିଲେ ଆମେ କୁଆଡ଼େ ଯାଉଛୁ ଗଲା ପରେ ଜାଣିବ ନା, ତୁମେ ରେଡ଼ି ହୁଅ, ଜଲ୍ଦି ଜଲ୍ଦି ରେଡ଼ି ହୁଅ, ଆମେ ଯିବା। ସେ ବାବୁ କହିଲେ କୁଆଡ଼େ? ଆମେ ଯିବା, ତୁମେ ଗଲା ପରେ ଜାଣିବ ଆମେ କୁଆଡ଼େ ଯାଉଛୁ। ମାଆ ଝିଅ ପୁଅ ସବୁ ରେଡ଼ି ହେଇଯାଉ। ଆମେ ଆସିକି ପହଞ୍ଚି ଯାଇଛୁ ବ୍ରାହ୍ମଣୀ ଗାଁରେ, ଭଦ୍ରକ ଜିଲ୍ଲାର ବ୍ରାହ୍ମଣୀ ଗାଁଠାରେ ଆମେ ଆସିକି ପହଞ୍ଚି ଯାଇଛୁ ମିଳନ ପଦାରେ। ଆଉ ମିଳନ ପଦାରେ ବାଣିଜ୍ୟ ମେଳା ଅଛି। ପ୍ରଥମେ ତ ପାସପୋର୍ଟ ଦୋକାନ ପଡ଼ିଛି। ସବୁ ଏତେ ଆଗେ ଦୋକାନ ଗୁଡ଼ାକ ତ ପ୍ରଥମେ ପଡ଼ିବ ନା, ଦୋକାନ ସବୁ ପଡ଼ିଛି। ଦେଖନ୍ତୁ ମୋ ଝିଅ ଖାଲି କହୁଥିଲା ଖାଇବି ଖାଇବି ମା, ଏଟା ଖାଇବି ମା, ସେଟା ଖାଇବି ମା, ଏଟା ଖାଇବି। ମୁଁ କହିଲି ଚାଲ ଆଗେ ବୁଲିକି ଆସିବା, ସେଠି ଶୁଖେଇକି ଦୋକାନ ପଡ଼ିଛି, ତାପରେ ଆମେ ଖାଇବା, ଖାଇକି ଘରକୁ ଯିବା। ତାପରେ ଆମେ ଗଲାବେଳେ ଏତେ ସାରା ଦୋକାନ ଦେଖିକି ମୋ ଝିଅ ଖାଲି କହୁଥାଏ ମା ଏତେ ସାରା ଦୋକାନରେ ସବୁ କ'ଣ ବିକ୍ରି ହେଉଛି? ମୁଁ କହିଲି ଚାଲ ଦେଖିବା କ'ଣ ସବୁ ବିକ୍ରି ହେଉଛି। ଦେଖନ୍ତୁ ସବୁ ଘର କରଣା ଜିନିଷ, ଗୋଟେ ଗୃହିଣୀ ପାଇଁ ଜିନିଷ, ଗୋଟେ ଗୃହିଣୀର ଯାହା ସବୁ ଦରକାର ସେସବୁ ବିକ୍ରି ହେଉଛି। ଦେଖନ୍ତୁ ପୁରା ସବୁ କିଛି ଏଠି ମିଳୁଛି, ସବୁ କିଛି ମିଳୁଛି। ଦେଖନ୍ତୁ କଂସା ବାସନ, ପ୍ଲାଷ୍ଟିକ୍ର ସବୁ ସାମଗ୍ରୀ, ଏସବୁ ଷ୍ଟିଲ୍ରେ ସବୁ ସାମଗ୍ରୀ, ସବୁ କିଛି ମିଳୁଛି। ଦେଖନ୍ତୁ ସାମାନ, ଆଉ ବହୁତ ମାନେ ଜିନିଷ ବହୁତ ଇଏ। ଦେଖନ୍ତୁ ମାନେ ମାର୍କେଟ ପ୍ରାଇସ୍ ଅନୁସାରେ ଏଠି ବହୁତ କମ୍ ପ୍ରାଇସ୍ରେ ମିଳୁଛି। ମାର୍କେଟରେ ତ ଯେଉଁ ଜିନିଷ ପୁରା 50 ଟଙ୍କା, ଏଠି ତ 10 ଟଙ୍କା 20 ଟଙ୍କାରେ ମିଳିଯାଉଛି। ଦେଖନ୍ତୁ ଏଇ ଛୁରୀଟା ଆଣିକି ମୋ ନଣନ୍ଦ ମୋତେ କହୁଛି ତୋତେ ମାରିଦେବି ଭାଉଜ। ତାରେ ଛୁରୀଟା ମାର୍କେଟରେ ତ 50 ଟଙ୍କା ପରେ ପଡ଼ିବ, ଦେଖନ୍ତୁ ଏଠି କିନ୍ତୁ 20 ଟଙ୍କାରେ ମିଳିଯାଉଛି। ଚାଲନ୍ତୁ ଦେଖନ୍ତୁ ପାପୋ ଛୁଡ଼ା କେତେ ସୁନ୍ଦର, ଗୋଟେ ଘର ପାଇଁ ତ ନିହାତି ଦରକାର ନା। ଗୋଟେ ଗୃହିଣୀର ସବୁ କ'ଣ କ'ଣ ଦରକାର ସେ ନିହାତି ତା'ର ସବୁ କିଣିକି ନେଇକି ଆସିବ। ଏତେ କମ୍ ପ୍ରାଇସ୍ରେ ନ ଆଣିଲେ ତା'ର ମାନେ ଏତେ କମ୍ ପ୍ରାଇସ୍। ଦେଖନ୍ତୁ ଆଉ ବ୍ୟସ୍ତବହୁଳ ଜୀବନ ଭିତରୁ 5 ମିନିଟ୍ ବାହାର କରି ଯାଇଥିଲେ ଆମେ ଦେଖନ୍ତୁ ଏସବୁ କତା କୁରାଢ଼ୀ ସବୁ ବିକ୍ରି ହେଉଛି। ଗୋଟେ କୃଷକ ପାଇଁ ତ ଦରକାର ନା, କୃଷକ ପାଇଁ ଦରକାର। କୃଷକ ଗୋଟେ ଯାଇକି ନିହାତି ଆସିବ। ଆମେ ଯାଇଥିଲୁ ଗୋଟେ ଦା ଆଣିଥିଲୁ, ଆମ ଘରେ ତ ନିହାତି ଦରକାର। ଆଉ ଦେଖନ୍ତୁ ସମସ୍ତେ ଗୋଟେ ବ୍ୟସ୍ତବହୁଳ ଜୀବନ ଭିତରୁ ବାହାର କରି ଆସି ଟିକେ ବୁଲିକି ଯାଆନ୍ତୁ। ଦେଖନ୍ତୁ କେତେ ସୁନ୍ଦର ସୁନ୍ଦର ଚୁଡ଼ି, ଆମେ ସେ ଚୁଡ଼ି ଦୋକାନ ବାହାରେ ପହଞ୍ଚି ଯାଇଥିଲୁ। ଦେଖନ୍ତୁ ଚୁଡ଼ି ମାନେ ମୁଁ ତ କହୁଥିଲି ଏଟା ନେବି ସେଟା ନେବି ସେଟା ନେବି, ଆମ ବାବୁ କହିଲେ ତୁମର ଯେଉଁଟା ଚଏସ୍ ହେଉଛି ସେଇଟା ନିଅ, ପଇସା ଦେବା ଦାୟିତ୍ୱ ତ ମୋର ନା, ତୁମର ଯେଉଁଟା ପଇସା ଆସିବ ସେଇଟା ନେଇପାରିବ ତୁମେ। ଆଉ ଗୋଟେ ଚୁଡ଼ି ଆଣି ସାରିଲା ପରେ ପୁଣି କହିଲେ ଆଉ ଗୋଟେ ଚୁଡ଼ି ଦେବେ। ସେଇଟା ଆମ ବାବୁ କହିଲେ ଆଉ ଦୋକାନ ଚାଲ, ଏଇ କ'ଣ ଗୋଟେ ଦୋକାନରେ ସବୁ କିଛି ନେଇଯିବ ନା, ଆଉ ଦୋକାନ ଅଛି, ଚାଲ ଆଗକୁ ଚାଲ। ତୁମେ ତ ଚାଲ ଆଗକୁ ଗଲା ପରେ ଦେଖିଲୁ ପୁଣି ସେମିତିକା ଦୋକାନ। ତାପରେ ଆମେ ନଣନ୍ଦ ଭାଉଜ ପୁଣି ଆଗେଇ ଚାଲିଲୁ। ଗଲା ପରେ ଦେଖିଲୁ ଦେଖନ୍ତୁ ମାନେ ଜିନିଷ ତ ସବୁ ଜିନିଷ ତ ପୁରା ଇଚ୍ଛା ହଉଥାଏ ନାହିଁ। ତାପରେ ଆମେ ନଣନ୍ଦ ଭାଉଜ ତ ସବୁ ଜିନିଷ ଦେଖିକି ପୁରା ଏନ୍ଜୟ କରୁଥିଲୁ, ପୁରା ବୁଲୁଥିଲୁ।